वासुदेव हरे कृष्ण। ଆମେ ଆଜି ଶିଲ ପ୍ରଭୁପାଦଙ୍କର ବିଶେଷ ପ୍ରବଚନ ଶ୍ରବଣ କରିବା, ଯୋଉଟା ଶିଲ ପ୍ରଭୁପାଦ ଦେଇଛନ୍ତି କାଲକାଟାରେ ମାର୍ଚ୍ଚ 8, 1972 ମସିହାରେ। ଭଗବତ ଗୀତା ନବମ ଅଧ୍ୟାୟ 2 ଏବଂ 3 ନମ୍ବର ଶ୍ଲୋକ ଉପରେ। विद्याराजगुज्यम पवित्रामिदम उत्तमम why not this man साइड पंखाटा प्रत्यक्ष अवगमम धर्मम सुसुखम कर्तुम अव. This verse we have been discussing. Similarly, Bhakti Yoga direct এই ଶ୍ଲୋକଟା ଆମେ ଆଲୋଚନା କରି ଆସିଛେ। ସେଇଭଳି ଭକ୍ତି ଯୋଗଟା କଣ? connection with Krishna. It is not open for everyone. ଭକ୍ତି ଯୋଗଟା ହେଲା ପ୍ରତ୍ୟକ୍ଷ ଭଗବାନ କୃଷ୍ଣଙ୍କ ସହିତ ସମ୍ବନ୍ଧ, କନେକ୍ସନ। Neither everyone can take it. ତ ଏଇଟା ସମସ୍ତଙ୍କ ପାଇଁ ନୁହଁ କି ସମସ୍ତେ ଏଇଟାକୁ ନେଇ ମଧ୍ୟ ପାରିବେନି, ଏଇ ଯୋଡି ହବାଟାକୁ। It is stated in Bhagavad Gita, Jesam antagatam papam. ଭଗବତ ଗୀତାରେ ଶ୍ଲୋକଟି କୁହାଯାଇଛି, One who is completely free from all sinful activities. ଭଗବତ ଗୀତାରେ କହୁଛନ୍ତି ଯେ ଯିଏ ସମସ୍ତ ପାପରୁ, ସବୁ ପ୍ରକାରର ପାପରୁ ସମ୍ପୂର୍ଣ୍ଣ ଶୁଦ୍ଧ। Anyone who is engaged in sinful activities, he cannot understand Krishna or God. ଯିଏ କେହି ବି ପାପ କାର୍ଯ୍ୟରେ ସବୁ ନିୟୋଜିତ ଅଛନ୍ତି, ତ ସେମାନେ କେବେ ବି ଭଗବାନ କୃଷ୍ଣ ଭଗବାନଙ୍କୁ ବୁଝିପାରିବେନି। It is not possible. And these are the 4 principles of sinful activities. ଆଉ 4ଟି ନିୟମ ରହିଛି ପାପ କାର୍ଯ୍ୟର, 4ଟି ଉପାୟ ରହିଛି। Illicit sex life, intoxication, meat eating and gang. These are the 4 pillars of sinful activities. ତ ଏଇ 4ଟି ରହିଛି ମୂଳ ଭିତ୍ତି ପାପ କାର୍ଯ୍ୟର, ଯୋଉଟା କି ଅବୈଧ ସ୍ତ୍ରୀ ସଙ୍ଗ, ନିଶା ଦ୍ରବ୍ୟ ସେବନ, ଆମିଷ ଭକ୍ଷଣ ଆଉ ଜୁଆ ଖେଳ। ତ ଏଇଟା ହେଲା ପାପ କାର୍ଯ୍ୟର 4ଟି ସ୍ତମ୍ଭ। Why at the present moment people have become so godless? ତ ଏବେ ପ୍ରଶ୍ନ ହେଲା, କାହିଁକି ଏବେକା ସମୟରେ ଲୋକମାନେ ଏତେ ଭଗବାନଙ୍କ ଶୂନ୍ୟତା ଧାରଣ କରୁଛନ୍ତି। Even big swamis and yogis, all godless. ବଡ ବଡ ସ୍ୱାମୀ ମାନେ, ଯୋଗୀ ମାନେ ମଧ୍ୟ, ସେମାନେ ସବୁ ଭଗବତ ଶୂନ୍ୟ। କାହିଁକି? Why? Because they are engaged in sinful activities. କାହିଁକି ନା ସେମାନେ ପାପ କାର୍ଯ୍ୟରେ ସବୁ ଲିପ୍ତ ହେଇକି ଅଛନ୍ତି। Krishna, God cannot be understood by sinful man. That is କୃଷ୍ଣ ବା ଭଗବାନଙ୍କୁ ଜଣେ ବୁଝିପାରିବ ନାହିଁ ଯିଏ ପାପ କାର୍ଯ୍ୟରେ ଲିପ୍ତ ଅଛି। not possible. But Krishna is so kind. If one takes shelter of Krishna, immediately he becomes free from all sinful activities. କିନ୍ତୁ କୃଷ୍ଣ ଏତେ ଦୟାଳୁ ଯେ ଜଣେ ଯଦି କୃଷ୍ଣଙ୍କର ଆଶ୍ରୟ ନିଏ, ତାହେଲେ ସାଙ୍ଗେ ସାଙ୍ଗେ ସେ ସମସ୍ତ ପାପରୁ ମୁକ୍ତ ହେଇଯିବ। Things are there. A person in sinful activities cannot understand Krishna. ଜଣେ ପାପ କାର୍ଯ୍ୟରେ ଯେ ଲୋକଟା ରହିଛି, ସେ କୃଷ୍ଣଙ୍କୁ ବୁଝିପାରିବନି। But if anyone voluntarily surrenders himself to Krishna,
he immediately become freed from all reaction of sensuality. କିନ୍ତୁ ଯଦି ଜଣେ ସ୍ୱ ଇଚ୍ଛାରେ ଭଗବାନ କୃଷ୍ଣଙ୍କ ପାଖେ ଶରଣାଗତ ହେଲା ତାହେଲେ ସାଙ୍ଗେ ସାଙ୍ଗେ ସେ ତାର ସମସ୍ତ ପାପର ପ୍ରତିକ୍ରିୟାରୁ ମୁକ୍ତ ହେଇଯିବ। Now it is up to me to make my choice. ତ ଏବେ ଏଇଟା ମୋ ଉପରେ ଅଛି ଯେ ମୁଁ ଏଇ କାର୍ଯ୍ୟଟି କରିବି ବା ନାହିଁ। Krishna says, Krishna comes that way. Because we are sinful and at the same time we are part and parcel of Krishna. ସେଥିପାଇଁ କୃଷ୍ଣ କହୁଛନ୍ତି ବା କୃଷ୍ଣ ଆସୁଛନ୍ତି କାରଣ ଆମେମାନେ ହେଲେ ପାପୀ ଆଉ ତା ସହିତ ଆମେମାନେ ବି ଭଗବାନଙ୍କର ଅଂଶ ବିଶେଷ ଅଟୁ କୃଷ୍ଣଙ୍କର। Therefore, Krishna is more anxious for us than we are anxious for Krishna. ଯେହେତୁ ଆମେ କୃଷ୍ଣଙ୍କ ଅଂଶ ବିଶେଷ ସେଥିପାଇଁ କୃଷ୍ଣ ଆହୁରି ଅଧିକ ଉତ୍କଣ୍ଠିତ ଯେତେ ଆମେ ତାଙ୍କ ପ୍ରତି ଉତ୍କଣ୍ଠିତ ନୁହଁ। This is the position. ଏଇଟା ହଉଛି ସ୍ଥିତି। Krishna, just like father, a spoiled child. କୃଷ୍ଣ ଆମର ପିତା ସଦୃଶ ଆଉ ଆମେ ହେଲୁ ଦୂଷିତ ଶିଶୁ ସଦୃଶ। The father is more anxious for the spoiled child. ପିତା ବେଶୀ ଉତ୍କଣ୍ଠିତ ତାର ବିଗିଡି ଯାଇଥିବା ପିଲା ପ୍ରତି। And the spoiled child does not care for the father. This is the position. ଆଉ ଯିଏ ତାଙ୍କର ପୁତ୍ର ଯିଏ ଦୂଷିତ ହେଇଯାଇଛି ସେ କିନ୍ତୁ ପିତା କଥା ବିଲକୁଲ ଖ୍ୟାଲ କରୁନି। We are all spoiled children. Anyone who is in this material world, we are all spoiled children. ତ ଆମେ ସବୁ ହେଲୁ ଦୂଷିତ ଶିଶୁ ଯିଏ କେହି ବି ଭୌତିକ ଜଗତରେ ଅଛନ୍ତି ଆମେ ସମସ୍ତେ ହେଲେ ଦୂଷିତ ଶିଶୁ ମାନେ। We are all children of Krishna. Many places in the Bhagavad Gita it is stated. ଆମେ ସମସ୍ତେ ହେଲେ କୃଷ୍ଣଙ୍କର ଶିଶୁ ବହୁତ ଜାଗାରେ ଭଗବତ ଗୀତାରେ ଏହା କୁହାଯାଇଛି। Aham bija pada pita. I am the seed giving father of all living entities. ତ ଏଠି 14 ଅଧ୍ୟାୟରେ କହୁଛନ୍ତି ଅହମ ବୀଜ ପ୍ରଦ ପିତା ଯେ ମୁଁ ହଉଛି ତମର ବୀଜ ପ୍ରଦାନକାରୀ ପିତା ସମସ୍ତ ଜୀବ ମାନଙ୍କର। In any form, Sarva Jonishu. There are 8,400,000 forms. ଯେକୌଣସି ରୂପରେ ହେଲେ ମଧ୍ୟ ଯେକୌଣସି ଜୀବର ସମସ୍ତଙ୍କର ଭଗବାନ ହଉଛନ୍ତି ବୀଜ ପ୍ରଦାନକାରୀ ପିତା। ତ ସେଭଳି ଅଛନ୍ତି କେତେ ନା 84 ଲକ୍ଷ ରୂପ ଅଛନ୍ତି। In water, on land, on sky, so many different forms of living entities. ତ ଜଳରେ ହଉ ବା ସ୍ଥଳରେ ହଉ ବା ଆକାଶରେ ହଉ ତ ଏପରି ଅନେକ ପ୍ରକାରର ଜୀବ ରୂପ ରହିଛି ଜୀବଙ୍କ ରୂପ ରହିଛି। Nritijya. Devatijjang naradishu. Deva means in the upper worlds there are demigods. In the middle we are human beings and lower than these animals. ଭାଗବତରୁ ଶିଳ ପ୍ରଭୁପାଦ କହୁଛନ୍ତି ଯେ ଦେବ କହିଲେ ଯୋଉମାନେ କଣ ଉପର ଗ୍ରହ ମାନଙ୍କ ରହୁଛନ୍ତି ସେମାନେ ହେଲେ ଦେବତା ଆଉ ମଝି ଗ୍ରହ ମାନଙ୍କ ରହୁଛନ୍ତି ଆମମାନେ ମନୁଷ୍ୟ ଆଉ ତଳ ଗ୍ରହ ମାନଙ୍କ ରହୁଛନ୍ତି ପଶୁ। So we are in different forms of life. Soul is one, that is part and parcel of Krishna. ତ ଏପରି ଭାବରେ ଆମମାନେ ସବୁ ବିଭିନ୍ନ ଜୀବନର ବିଭିନ୍ନ ରୂପ ଧାରଣ କରୁ କିନ୍ତୁ ଆତ୍ମା ହଉଛି ଗୋଟିଏ ତାହା ହେଲା କୃଷ୍ଣଙ୍କର ଅଂଶ ବିଶେଷ। But according to karma, according to desire, for material enjoyment, we have taken different dresses. ଯଦି ଆମେ କୃଷ୍ଣଙ୍କ ଅଂଶ ବିଶେଷ କିନ୍ତୁ ଆମ କର୍ମ ଅନୁସାରେ ଆମ ଇଚ୍ଛା ଅନୁସାରେ ଭୌତିକ ଜଗତକୁ ଭୋଗ କରିବା ଲାଗି ତ ଆମେ ବିଭିନ୍ନ ପ୍ରକାରର ଏ ପୋଷାକ ଧାରଣ କରୁଛୁ। And we are wandering all over the universe. ଆଉ ଆମେ ଏପରି ଭାବରେ ସାରା ବ୍ରହ୍ମାଣ୍ଡରେ ଭ୍ରମଣ କରି ଆସିଛୁ। According to our karma.
Sometimes you are becoming demigods, sometimes you are becoming dogs. ତ ଆମ କର୍ମ ହିସାବରେ କେବେ କେବେ ଆମେ ଦେବତା ହେଇଯାଉଛେ, କେବେ କେବେ ଆମେ କୁକୁର ମଧ୍ୟ ହଉଛୁ। According to God. Therefore Chaitanya Chaitamrita, Krishnadas Kaviraj Goswami says, ସେଥିପାଇଁ ଚୈତନ୍ୟ ଚରିତାମୃତର ଲେଖକ କୃଷ୍ଣଦାସ କବିରାଜ ଗୋସ୍ୱାମୀ କଣ କହୁଛନ୍ତି? এই রূপে ব্রহ্মাণ্ড ভ্রমিতে কোন ভাগ্যবান জীব গুরু কৃষ্ণ কৃপায় পায় ভক্তি লতা বীজ। We are wandering all over the universe. When you are doing some pious activity, ତ ଆମମାନେ ଏହିପରି ଭାବରେ ସାରା ବ୍ରହ୍ମାଣ୍ଡରେ ଭ୍ରମଣ କରୁଛେ। ଯେତେବେଳେ ଆମେ କିଛି ପୁଣ୍ୟ କାର୍ଯ୍ୟ କରୁଛେ, you are elevated to the higher planetary system. ଆମକୁ ଉନ୍ନତ ଗ୍ରହ ମାନଙ୍କରେ ଯିବାକୁ ମୌକା ମିଳୁଛି। ऊर्ध्वं गच्छन्ति सत्तस्त्वा. When we are not very much pious, but not impious also. ଆଉ ଯେତେବେଳେ ଆମମାନେ ଏତେ ପୁଣ୍ୟ କରିନଥାଉ, ଆଉ ଅଧିକ ସେଇଭଳି ପାପୀ ମଧ୍ୟ ନଥାଉ, ସାଧାରଣ Ordinary, following moral principles. Then Madhya ନୀତିକୁ ମୁଁ ପାଳନ କରୁଛି, ନୀତି କାର୍ଯ୍ୟକୁ, ତାହେଲେ କଣ Santi Rajasa. And Jaghanna Gunavrittistha Adho Gachanti Tamasa. So in this way, up and down, we are wandering. By time. ଆଉ ଯୋଉମାନେ ଜଘନ୍ୟ ଗୁଣ ବୃତ୍ତିସ୍ଥ ଅଧଗଚ୍ଛନ୍ତି ତାମସ, ତ ଏହିପରି ଭାବରେ ଆମମାନେ ଉପର ଏବଂ ତଳ ଏ ଭିତରେ ଆମେ ଭ୍ରମଣ କରି ଚାଲିଛେ। ଆତ୍ମା ଏହିପରି ଭାବରେ ବିଭିନ୍ନ ଶରୀର ଧାରଣ କରି ଚାଲିଛି। Migration of the soul. This is our position. ଏହା ହଉଛି The nonsense civilization, they do not know that what is our main business. ଏଇ କଣ ନନସେନ୍ସ, ଏ ସଭ୍ୟତା ସେ ଜାଣିନି ଯେ ବାସ୍ତବରେ ଆମର କଣ ବାସ୍ତବିକ କାର୍ଯ୍ୟ। They do not know. Ajanata. ସେମାନେ ଜାଣିନାହାନ୍ତି, ଅଜାନତ, ଅଜ୍ଞାତ। Parabhavastavad abodha jata. Abodha jata. All these living entities born in this material world in different forms of life. ତ ଅବୋଧ ଜାତ କହୁଛନ୍ତି ଭାଗବତ ଯେ ଏଇ ଯୋଉ ସମସ୍ତ ଜୀବମାନେ ରହିଛନ୍ତି ଭୌତିକ ଜଗତରେ ଯୋଉମାନେ ଜନ୍ମ ଗ୍ରହଣ କରିଛନ୍ତି, Abodha jata, all rascals. ତ ଏଇ ଯୋଉ ସମସ୍ତ ଭୌତିକ ଜଗତରେ ବିଭିନ୍ନ ରୂପ ଧାରଣ କରି ଜନ୍ମ ଗ୍ରହଣ କରିଛନ୍ତି, ଏମାନେ ସବୁ ଗୁଡାକ ମୂର୍ଖ। All rascals. We can prove they are all rascals. ଆମେ ଏହା ପ୍ରମାଣ ମଧ୍ୟ କରିଦେଇ ପାରିବୁ ଯେ ସେମାନେ ସମସ୍ତେ ହେଲେ ମୂର୍ଖ। Nobody is intelligent. କେହି ବି ବୁଦ୍ଧି As soon as he will become intelligent, Krishna je bhaje seva rochate. କେହି ବି ବୁଦ୍ଧିମାନ ନୁହଁ, କାରଣ ଯେତେବେଳେ ସେ ବୁଦ୍ଧିମାନ ହେଇଯିବ, ତାମାନେ କୃଷ୍ଣ ଯେ ଭଜି ସେ ବଡ ଚତୁର। କୃଷ୍ଣ As soon as he becomes intelligent, he must be Krishna conscious. ତାମାନେ ଯଦି ଆମେ ଦେଖୁଛେ କାହାକୁ ସାଙ୍ଗେ ସାଙ୍ଗେ ସେ ବୁଦ୍ଧିମାନ ହେଇଯାଇଛନ୍ତି, ତା ମାନେ ସେ ନିଶ୍ଚିତ ଭାବରେ କୃଷ୍ଣ ଚେତନାଶୀଳ ହେଇଯିବ। If he is not Krishna conscious, then we must accept him as rascal number one. ଆଉ ଯଦି ସେ କୃଷ୍ଣ ଚେତନାଶୀଳ ନାହିଁ, ତାହେଲେ ଆମେ ଗ୍ରହଣ କରିବାକୁ ପଡିବ ଯେ ସେ ହେଉଛି 1 ନମ୍ବର ମୂର୍ଖ। We declare it. He may be a very big man in the society, but we take him as rascal number one. ସିଏ ଗୋଟେ ବହୁତ ବଡ ଲୋକ ହେଇପାରେ ଆମ ସମାଜରେ, କିନ୍ତୁ ଆମେ ତାକୁ ମୂର୍ଖ ନମ୍ବର 1 ବୋଲି କହିଥାଉ ବା ଗ୍ରହଣ କରିଥାଉ। That is our challenge. Anyone, he may be ଏଇଟା ହଉଛି ଆମର ଚ୍ୟାଲେଞ୍ଜ। ସେ ଯେ କେ ବି ହେଇଥାଉ ନା କାହିଁକି। a ordinary man, he may be so-called Swami, or may be so-called yogi, or so-called leader,
But our test is whether he is Krishna conscious. ଯିଏ କେ ବି ହଉନା କାହିଁକି ସାଧାରଣ ଲୋକ ହଉ ବା ସେ ଗୋଟେ ତଥାକଥିତ ସ୍ୱାମୀ ହଉ ବା ଯୋଗୀ ହଉ ବା ଗୋଟେ ନେତା ହଉ, ଆମର ଗୋଟିଏ ମାତ୍ର ପରୀକ୍ଷା ଯେ ସେ କୃଷ୍ଣ ଚେତନାଶୀଳ କି ନୁହଁ। One test. If he is not, then he is a rascal. ଏଇ ଗୋଟିଏ ଆମର ପରୀକ୍ଷା ଯେ ଯଦି ସେ କୃଷ୍ଣ ଚେତନାଶୀଳ ନୁହଁ ତାମାନେ ସେ ଗୋଟେ ମୂର୍ଖ। That is our challenge. ତ ଏଇଟା ହଉଛି ଆମ ଦାବି। How we are challenging? But because we have got the test. ତ ଆମେ କିପରି ଦାବି କରୁଛେ? କାରଣ ଆମମାନଙ୍କର ପରୀକ୍ଷା ହେଇସାରିଛି। That's like in the chemical laboratory, this test paper. ଯେମିତି ଆପଣଙ୍କର ରାସାୟନିକ ପ୍ରଶିକ୍ଷଣ ଲାବୋରେଟୋରୀରେ ରହିଛି ଗୋଟେ ଥାଏ ଟେଷ୍ଟ ପେପର, ଗୋଟେ କାଗଜ ଥାଏ ସ୍ପେଶାଲ। And perhaps most of us we know that urine test paper. If there is sugar, immediately. ତ ଆମେ ଜାଣିଛେ ଯେ ଏଇ ବୈଜ୍ଞାନିକ ପରୀକ୍ଷାଗାରରେ ଯୋଉ ଥାଏ ପ୍ରଶିକ୍ଷଣ କାଗଜ, ବହୁତ ଲୋକମାନେ ଜାଣିଛନ୍ତି ମାନେ ଯେ ଗୋଟେ ଥାଏ ୟୁରିନ୍ ପ୍ରଶିକ୍ଷଣ। The color of the paper will be different. If there is no sugar, it will remain neutral. ଯେ ସେଇ ୟୁରିନ୍ଟିକୁ ଯଦି ଆମେ ଟେଷ୍ଟ ପେପରରେ ବୁଡେଇବା ବା ଟେଷ୍ଟ ପେପର ଯଦି ଲଗେଇବା ସେଥିରେ, ତାହେଲେ ଯଦି ସେଥିରେ ଚିନି ରହିଛି ତାହେଲେ ତାର ଗୋଟେ ଅଲଗା ରଙ୍ଗ ଆସେ, ଆଉ ଯଦି ଚିନି ନାହିଁ ତାହେଲେ ତାହା ନର୍ମାଲ ରହିବ। Similarly, there is test paper. What is that test? ତ ଏଇପରି ଭାବରେ ଏଇ ପ୍ରଶିକ୍ଷଣ କାଗଜ ଭଳିଆ ତ ପରୀକ୍ଷା କଣ ବୈଜ୍ଞାନିକ ପରୀକ୍ଷାଗାର ଭଳିଆ ସେଇଭଳି ଗୋଟେ ପରୀକ୍ଷା ମଧ୍ୟ ରହିଛି। କଣ ସେ ପରୀକ୍ଷା? That test is, Krishna says, the supreme authority says, that namang duskitana mudha prabadante naradhava. ତ ସେ ପ୍ରଶିକ୍ଷଣଟା କଣ? ଯୋଉଟା କୃଷ୍ଣ କହୁଛନ୍ତି, ଭଗବାନ କହୁଛନ୍ତି ନମାମ ଦୁଷ୍କୃତିର ମୂଢ ପ୍ରପଦ୍ୟନ୍ତେ ନାରାୟଣ। Prabadante naradhava. Maya apurita jnana asuri bhavamasi. So anyone who is not surrendering to Krishna, he must be duskritina. ତ ଯିଏ କେହି ବି ଭଗବାନ କୃଷ୍ଣଙ୍କ ପାଖେ ଶରଣାଗତ ହଉନାହାନ୍ତି ତାମାନେ ନିଶ୍ଚିତ ଭାବେ ସେ ଗୋଟେ ଦୁଷ୍କୃତିର। Duskritina means he has got brain, but his brain is being utilized for sinful activities. ତ ଦୁଷ୍କୃତି ନ କହିଲେ ଯାହାର ମସ୍ତିଷ୍କ ରହିଛି କିନ୍ତୁ ସେ ମସ୍ତିଷ୍କକୁ ସେ ପାପ କାର୍ଯ୍ୟରେ କେବଳ ବ୍ୟବହାର କରୁଛି। So duskritina mudha and rascal who does not know anything but is. ତ ଏଇ ଯୋଉ ଦୁଷ୍କୃତି ନ ମୂଢ ବା ମୂର୍ଖ, ତ ଏଇମାନେ ସବୁ ହେଲା ଯୋଉମାନେ କିଛି ବି ଜାଣିନଥାନ୍ତି। କଣ ଜାଣିନଥାନ୍ତି? God, what I am, what is this world? He is a rascal. ସେ ଜାଣିନଥାନ୍ତି କି ଭଗବାନ କିଏ, ମୁଁ କିଏ, ଏ ଜଗତଟା କଣ, ସେ ହଉଛି ଗୋଟେ ମୂର୍ଖ। He is animal. Mudha means ass. Ass does not know what is God. ସେ ଗୋଟେ ପଶୁ। ମୂଢ କହିଲେ ଗୋଟେ ଗଧକୁ ବୁଝାଏ, ଯେମିତି ଗଧ ଜାଣିନଥାଏ ଯେ ଭଗବାନ କଣ, What I am, what is this world, what is our relationship, what is this universe, nothing, no knowledge. ଏ ବ୍ରହ୍ମାଣ୍ଡଟି କଣ, କିଛି ବି ନାହିଁ, କିଛି ଜାଣି ନାହିଁ। Mudha and Naradhama. ତାପରେ ଆଉ ଗୋଟେ ହେଲା ନରାଧମ। ନରାଧମ ମାନେ କଣ? Naradhama means human being is especially meant for understanding this philosophical aspect of life. ନରାଧମ କହିଲେ ଯୋଉ ଲୋକମାନଙ୍କର ବିଶେଷ ଏଇଭଳି ରହିଛି କଣ ନା ଜଗତ ବିଷୟରେ ତାର ଫିଲୋସଫିକାଲ ଆସ୍ପେକ୍ଟଟା ଜାଣିବା। But one does not care. He is simply acting where to eat, where to sleep, and where to get woman, and that's all. କିନ୍ତୁ ତାର ସେ ପ୍ରତି କୌଣସି ଇଚ୍ଛା ନାହିଁ। ସେ କେବଳ ମାତ୍ର କାର୍ଯ୍ୟ କରୁଛି କୋଉ ପ୍ରତି ନା କୋଉଠି ଖାଇବ, କୋଉଠି ଶୋଇବ, କୋଉଠି ନାରୀ ସଂଗ୍ରହ କରିବ, ଏହା ହିଁ ସବୁ କିଛି ତାର।
तार दर्शन जीवन रे यह This is business. This is mura. This is the business of hogs and dogs. तो ये तो मूढ़ा कुआ जाए कोई जोटा कि घुसुरी एवं कुकुर मान को कार्य So therefore, mura, duskitina, naradhama, this existence was there. So our taste is there. If one तो ସେଥିପାଇଁ ଏ मूढ़ा स्थिति न नराधम ये सबର ବିବରଣୀ ରହିଛି is not Krishna conscious, then he must be within this division. ତ ଆମର ପରୀକ୍ଷାଟା ହେଲା ଏହା କି ଜଣେ ଯଦି କୃଷ୍ଣ ଚେତନାଶୀଳ ନୁହଁ ତାହେଲେ ଏ କୌଣସି ଚାରୋଟି ଭାଗରୁ ସେ ନିଶ୍ଚିତ କୋଉଟା ନା କୋଉଟା ହେଇଥାଏ Naradhama, mura, duskitina, maya, apita. And one who has surrendered to Krishna, then what he is? Samahatma sudurlava. ଆଉ ଯିଏ କୃଷ୍ଣଙ୍କ ପାଖେ ଶରଣାଗତ ହେଇଛି ସିଏ କଣ ସମହାତ୍ମା ସୁଦୁର୍ଲଭ Samahatma sudurlava. Bhavanam janmanamanti jnanaman mang prabhaddate vasudeva sarvamiti samahatma sudurlava. That is the test. As soon as he has become Krishna conscious, he has fully surrendered to Krishna. ଏଇଟା ହଉଛି ପରୀକ୍ଷା ଯେ ମୁହୂର୍ତ୍ତରେ ସେ କୃଷ୍ଣ ଚେତନାଶୀଳ ହେଇଯାଉଛି ଯେତେବେଳେ ସେ କୃଷ୍ଣ ପାଇଁ ସମ୍ପୂର୍ଣ୍ଣ ଶରଣାଗତ ହେଇଯାଉଛି Immediately he becomes the greatest Mahatma. ସାଙ୍ଗେ ସାଙ୍ଗେ ସେ ଗୋଟେ ମହାନ ବା ମହାତ୍ମା ପରିଣତ ହେଇଯାଇଥାଏ So Mahatma Sudurlabha. ଆଉ ଏଇପରି ମହାତ୍ମାଙ୍କୁ ପ୍ରାପ୍ତ ହବା ସୁଦୁର୍ଲଭ ମଧ୍ୟ ତ ମହାନ ମହାତ୍ମା A Mahatma like me, because simply by changing dress, that is another thing. Because କାରଣ ଧରିନିଅ ଯେ ମୋ ଭଳିଆ ଗୋଟେ ମହାତ୍ମା କେବଳ ଯେ ପୋଷାକ ପରିବର୍ତ୍ତନ କରୁଛି ତାହା ନୁହେଁ sometimes this dress gives us good opportunity for easy livelihood. ଆଉ ଗୋଟେ କଥା ମଧ୍ୟ ରହିଛି ଯେ କେବେ କେବେ ଏଇ ପୋଷାକ ଆମକୁ ଗୋଟେ ସରଳ ସୁଯୋଗ ଦଉଛି ଭଲ ସୁଯୋଗ ଦଉଛି ସରଳ ଭାବରେ ଜୀବନ ଯାପନ କରିବା That is another thing. And those who take this dress for begging and for fulfilling the hungry belly, ତ ସେଇଟା ତ ଅଲଗା କଥା କିନ୍ତୁ ଯିଏ ଏଇ ପୋଷାକକୁ ଧାରଣ କରୁଛନ୍ତି କେବଳ ଭିକ୍ଷା ମାଗିବାକୁ ଆଉ ତାଙ୍କର ଉଦର ଭରିବାକୁ that Mahatma is different thing. ଏଇ ମହାତ୍ମା ଅଲଗା କଥା He is not Mahatma, he is Duratma. ସିଏ ଜଣେ ମହାତ୍ମା ନୁହଁ ସେ ବୋଲିକି ଦୁରାତ୍ମା My Guru Maharaj used to say that if one is inclined to collect money by showing deity, it is better to become a sweeper in the street. କହିଛନ୍ତି ମୋ ଗୁରୁ ମହାରାଜ ଏହା କହନ୍ତି ଯେ ଯଦି ଜଣଙ୍କର ରହିଛି ଏଭଳି ପ୍ରବୃତ୍ତି ବିଗ୍ରହକୁ ଦେଖେଇକି ପଇସା ତାଙ୍କଠାରୁ ଗଠନ କରିବାର ତାହେଲେ ଭଲ ହୁଅନ୍ତା ଯଦି ସେମାନେ ଏକ ଝାଡୁଦାର ହେଇଯାନ୍ତି ରାସ୍ତାରେ It is better to become a sweeper in the street because he is earning his livelihood honestly. ତ ଏଇଟା ଭଲ ଯେ ସେ ଏକ ଝାଡୁଦାର ହେଇଯିବ ରାସ୍ତାରେ କାରଣ ସେ ତା ଜୀବିକାକୁ ସଚ୍ଚୋଟ ଭାବରେ ନିର୍ବାହ କରୁଛି And this man who is keeping a temple and doing all nonsense simply by showing deity, collecting some money. ଆଉ ଏଇ ଲୋକଟା କଣ କରୁଛି ନା ଗୋଟେ ମନ୍ଦିର କରିଛି ଆଉ ସବୁ ପ୍ରକାରର ଇଆଡୁ ସିଆଡୁ କାର୍ଯ୍ୟ କରୁଛି ତ କେବଳ ମାତ୍ର ତା ବିଗ୍ରହକୁ ଦେଖେଇକି ପଇସା ଆଣି ଆସୁଛି ଲୋକଙ୍କୁ This class of men, they are most sinful. You cannot do. ତ ଏଇ ପ୍ରକାରର ଏଇ ଶ୍ରେଣୀର ଲୋକମାନେ ହେଲେ ବହୁତ ପାପୀ You cannot take others' money. You will be debtor. Therefore, ଯଦି କୁହାଯିବ ଯେ ଏଇ କାର୍ଯ୍ୟଟି କରନ୍ତୁ ତୁମେ କାହାଠାରୁ ପଇସା ନିଅନ୍ତୁନି ତୁମେ ତ ଋଣୀ ହେଇଯିବ gradually, because this class of men develop at the present moment, they have become
In Vrindavan, there are so many temples. They have become. ତ କ୍ରମଶଃ ଧୀରେ ଧୀରେ ଯେହେତୁ ଏ ଶ୍ରେଣୀର ଲୋକ ଏବେ ଅଗ୍ରଗତି କଲେଣି, ଯେମିତିକି ବୃନ୍ଦାବନରେ ଏତେ ଗୁଡାଏ ମନ୍ଦିର ରହିଛି। made a business by showing temple, collecting money. ତ ଏମାନେ କଣ କରୁଛନ୍ତି ନା ଏଠି ଗୋଟେ ବେପାର କରିଦେଇଛନ୍ତି, ଯେ ମନ୍ଦିର ଦେଖେଇକି ଲୋକଙ୍କଠୁ ପଇସା। This is not good. ତାହା କିନ୍ତୁ ଠିକ ନୁହଁ। There must be. Temple means people should come. People should learn the science of God. That is. ତ ଏଇଟା ଠିକ ନୁହଁ, ଭଲ ନୁହଁ। ବାସ୍ତବରେ ମନ୍ଦିର କହିଲେ ଯୋଉଠି ଲୋକମାନେ ଆସିବେ, ଲୋକମାନେ ଏଠି ଭଗବତ ବିଜ୍ଞାନ ଶିଖିବେ। Temple. Not that to make a business of temple. Therefore everything, not only in India, all over the world, the churches also, they have dwindled now in Europe and America. So, ତ ଏହିପରି ଭାବରେ ମନ୍ଦିର ମାନେ ଯୋଉଠି ଲୋକମାନେ ଆସନ୍ତି, ଆଉ ଲୋକମାନେ ଯୋଉଠି ଭଗବାନଙ୍କ ବିଜ୍ଞାନ ବିଷୟରେ ଜାଣିପାରନ୍ତି, ସେଇଟା ହଉଛି ମନ୍ଦିର। ଏହା ନୁହଁ ଯେ କେବଳ ବେପାର ପାଇଁ ଆସ। ସେଥିପାଇଁ ଯାହା କିଛି ବି ଆମେ ଦେଖୁଛେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ so many churches are for sale. ଏତେ ଗୁଡିଏ ସବୁ ଗିର୍ଜା ଘର ଅଛି, ସେଗୁଡା ସବୁ ଦ୍ୱନ୍ଦ ଅବସ୍ଥାରେ, ଦୈନ୍ୟ ଅବସ୍ଥାରେ। ଏବେ ଆମେରିକାର ଆଉ ୟୁରୋପର ଏତେ ଗୁଡିଏ ସବୁ ଗିର୍ଜା ଘରକୁ ବିକ୍ରି କରିବା ବୋଲି ରାଜି। We have purchased so many churches because people are no more interested. ପ୍ରଭାତ କହୁଛନ୍ତି ଯେ ମୁଁ ଏବେ ଯୋଉ ୟୁରୋପ ଆମେରିକାରେ ଆସିଛି, ମୁଁ ଦେଖୁଛି ଏତେ ଗୁଡିଏ ସବୁ ଗିର୍ଜା ଘର ସବୁ ବିକିବା ପାଇଁ ସେମାନେ ଦେଇଛନ୍ତି। ତ ମୁଁ ସେଇଥିପାଇଁ କଣ କରିଛି, ଆମେ କଣ କରୁଛୁ ନା ଆମେ ଅନେକ ଗୁଡିଏ ଏଇଭଳି ଗିର୍ଜା ଘରକୁ କିଣି ନେଇଛୁ, କାରଣ ଲୋକମାନେ ଆଉ ସେଥିରେ ବେଶୀ ତାଙ୍କର ଆଉ ତାଙ୍କର ଆଉ କୌଣସିଥିରେ ରୁଚି ନାହିଁ ଏଇ ଗିର୍ଜା ଘର ଯିବା। There is no education. Temple means spiritual educational center. ତ ବାସ୍ତବରେ ମନ୍ଦିର କହିଲେ ଯୋଉଠି ଆଧ୍ୟାତ୍ମିକ ଜିନିଷ ଉପରେ ଜ୍ଞାନ ଦିଆଯିବ, ଆଶ୍ରୟ ଦିଆଯିବ, ସେ ଆଶ୍ରୟସ୍ଥଳୀ ଆଧ୍ୟାତ୍ମିକ ଜ୍ଞାନ। People should come, they should learn what is spiritual life. ତ ଲୋକମାନେ ଆସିବା ଦରକାର, ସାର୍ ଶିକ୍ଷା ଦରକାର ଯେ କଣ ଆଧ୍ୟାତ୍ମିକ ଜୀବନ, କଣ What is God? What is my relationship with? That is the. ଭଗବାନ କିଏ, ମୋର କଣ ତାଙ୍କ ସହିତ ସମ୍ବନ୍ଧ ଅଛି, ଏଇଟା ହଉଛି ବାସ୍ତବିକ ମନ୍ଦିର। Otherwise, if we simply came, therefore, two processes should be followed: Pancharatri ki vidhi and Bhagavad vidhi. ସେଥିପାଇଁ ଦୁଇଟି ପନ୍ଥା ସବୁବେଳେ ପାଳନ କରିବା ଦରକାର ଆମକୁ। ଗୋଟେ ହେଲା ପାଞ୍ଚରାତ୍ରିକ ବିଧି ଆଉ ଭାଗବତ ବିଧି। We follow both. ଆମେ ଦୁଇଟି ଯାକ ପାଳନ କରୁ। Bhagavad vidhi is the philosophical side of India. ଭାଗବତ ବିଧି ହଉଛି ତାର ଏଇ ଧର୍ମର ଦର୍ଶନ ଦିଗଟା। And Pancharatri ki vidhi is the worshipping side of temple. ଆଉ ଏଇ ପାଞ୍ଚରାତ୍ରିକ ବିଧିଟା ହଉଛି ଭଗବାନଙ୍କର ବିଗ୍ରହ ମାନଙ୍କର ପୂଜା। How to worship deity, how to dress, how to decorate, how to offer respect. ଯେ କିପରି ଆମେ ବିଗ୍ରହଙ୍କର ପୂଜା କରିବା, କେମିତି ତାଙ୍କୁ ପିନ୍ଧେଇବା ପୋଷାକ, କେମିତି ତାଙ୍କୁ ସଜେଇବା, କେମିତି ତାଙ୍କୁ ସମ୍ମାନ ଦେବା। Mad jaji, man mana bhavu mad bhakta mad jaji. Temple worship is mad jaji. ତ ମନ୍ଦିର ଉପାସନା କରିବାକୁ ଗଲେ ସେଇଟା କେମିତି କହୁଛନ୍ତି, ଭଗବାନ କହୁଛନ୍ତି ମନ୍ମନା ଭଗବତ ଭକ୍ତ ମତ ତ୍ୟାଜି। ତ ଏଇଟା ହଉଛି ମନ୍ଦିର ଉପାସନା। Worshipping the deity. So this is the test. ତ ଏଇଟା ହଉଛି ପ୍ରଶିକ୍ଷଣ କୁହାଯିବ। This is the test. So anyone who has fully surrendered to Krishna, he is the ତ ଏଇଭଳି ଭାବରେ ଯିଏ କେହି ବି ଭଗବାନ କୃଷ୍ଣଙ୍କ ପାଖରେ ସମ୍ପୂର୍ଣ୍ଣ ଶରଣାଗତ,
The greatest Mahatma. ସେ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ମହାତ୍ମା ଅଟନ୍ତି। Some Mahatma Sudurlabha. It is very fine, very difficult to find out a Krishna devotee. ତ ସେଇଭଳି ମହାତ୍ମା ସୁଦୁର୍ଲଭ। ପ୍ରଭୁ କହୁଛନ୍ତି ଏଇଭଳି ଏକ କୃଷ୍ଣ ଭକ୍ତଙ୍କୁ ପ୍ରାପ୍ତ ହେବା ବହୁତ ବହୁତ କଠିନ। Chaitanya Mahaprabhu has described that out of many human beings, common man, one is Kurmi. ଚୈତନ୍ୟ ମହାପ୍ରଭୁ ଏଇ କଥାଟିକୁ ବୁଝେଇଛନ୍ତି ଯେ ଅନେକ ଅନେକ ସାଧାରଣ ଲୋକମାନଙ୍କ ଭିତରେ ଜଣେ ହେଉଛନ୍ତି କର୍ମୀ। Kurmi means honestly working according to the direction of Veda. Kurmi does not mean that a monkey also. ତ କର୍ମୀ କହିଲେ କଣ? ନା ଯିଏ ବେଦ ଅନୁସାରେ ସତ୍ୟତା ଧାରଣ କରି କାର୍ଯ୍ୟ କରୁଛି। କର୍ମୀ ମାନେ ଏହା ନୁହଁ ଯେ ଗୋଟେ ମାଙ୍କଡ। Jumping, that is also karma. No. ଯଦି ମାଙ୍କଡ ମଧ୍ୟ ଡିଆ ମାରୁଛି ତାହା ମଧ୍ୟ କର୍ମ ନା, ସେଇଟା ନୁହଁ। Karmi means one who is acting according to the direction. ତ କର୍ମୀ କହିଲେ ଯିଏ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛି। Dharma karma. In Bengali this is a common word. Dharma karma. Karma means dharma. ବାଂଲାରେ ଗୋଟେ ଶବ୍ଦ ଅଛି ଧର୍ମ କର୍ମ। କର୍ମ କହିଲେ ଧର୍ମକୁ ହିଁ ବୁଝାଏ। And what is dharma? Dharma means varnashram dharma. Four ଆଉ ଏ ଧର୍ମ କଣ? ନା ଧର୍ମ କହିଲେ ବର୍ଣ୍ଣାଶ୍ରମ। castes and four orders of spiritual life. ତ ଚାରିଟା ଯୋଉ ଆଶ୍ରମ ଆଉ ଚାରିଟି ପ୍ରକାର ଯୋଉ ରହିଛନ୍ତି ଆଧ୍ୟାତ୍ମିକ ଜୀବନ। Brahman, Kshatri, Vaishya, Shudra, Brahmachari, Grihastha, Vanaprastha. ତ ଏଇ 8ଟି ଯୋଉ ରହିଲା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଏବଂ ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ। This is the dharma. This is the division of dharma. And according to this dharma, ତ ଏଇଟା ହଉଛି ଧର୍ମର ବିଭକ୍ତି। ଆଉ ଏଇ ଧର୍ମର ଅନୁସାରେ one who is acting, that is called dharma karma. ଧର୍ମ ଅନୁସାରେ ଯେ କାର୍ଯ୍ୟ କରୁଛନ୍ତି ତାଙ୍କୁ କୁହାଯିବ ଧର୍ମ କର୍ମ। That is dharma karma. Not that doing anything becomes karma. ତ ସେଇଟା ହଉଛି ଧର୍ମ କର୍ମ। ଏମିତି ନୁହଁ ଯେ ଯାହା କିଛି ବି ମୁଁ କରିବି ସେଟା କର୍ମ ହେଇଯିବ। Karma means just doing. The Vedas. କର୍ମ କହିଲେ କେବଳ ମାତ୍ର ଏ କାର୍ଯ୍ୟ କରିବା। Are so an array that we have come here to enjoy material things. So therefore there is prescribed duties. ତ ଯାହା କିଛି ବି କଲେ ସେ କର୍ମ କୁହାଯିବ। ବେଦରେ ମଧ୍ୟ ଏହା କୁହାଯାଇଅଛି ଯେ ଆମେ ଆସିଛି କଣ ପାଇଁ? ଭୌତିକ ଜଗତକୁ ଭୋଗ କରିବା ପାଇଁ। Prescribed duty is that you act, you enjoy life. ତ ଏଇ ନିର୍ଦ୍ଧାରିତ ଆମର କଣ ଦାୟିତ୍ୱ? ନା ତୁମେ କେବଳ କାର୍ଯ୍ୟ କର ଆଉ ଜୀବନକୁ ଉପଭୋଗ କର। For example, just like in the Vedas, there everything is there. ଧନ୍ୟ ଉଦାହରଣ ସ୍ୱରୂପ ବେଦରେ ସବୁ କିଛି ରହିଛି। The propensity of sense enjoyment is sex life, eating meat and drinking. ଯେମିତିକି ଇନ୍ଦ୍ରିୟ ମାନଙ୍କୁ ଉପଭୋଗ କରିବାର ରହିଛି ଏଇ ଯୌନ ଜୀବନ ଯାପନ ବା ଆମିଷ ଭକ୍ଷଣ ଏବଂ ନିଶା ଦ୍ରବ୍ୟ ସେବନ। This is the propensity. Material life, these are the propensity. Loke babaya amisha madhya seva. ତ ଭୌତିକ ଜୀବନରେ ଏଗୁଡିକ ହେଲା ପ୍ରବୃତ୍ତି, ଯୋଉଟା ଏଠି ଭାଗବତରୁ କହୁଛନ୍ତି ପ୍ରଭୁ। ଲୋକେ ବ୍ୟବହାର ଆମିଷ ମତେ ସେବା ନିତ୍ୟା ହି ଜନ୍ତୁ ନାହିଁ ତତ୍ର ଚୋଦା।
नित्यास्तु जंतु नहीं तत्र चोद। Everyone has got natural. ସମସ୍ତଙ୍କର ଏଇ ସବୁ କରିବା ପାଇଁ ପ୍ରାକୃତିକ ପ୍ରବୃତ୍ତି ରହିଛି। ତ ପ୍ରଭାତ କହୁଛନ୍ତି ଏଇଗୁଡିକ କର୍ମ କୁହାଯିବ। ତ ଆଜି ଆମେ ଏତିକି ପର୍ଯ୍ୟନ୍ତ ଶୁଣିବା। ତାପରେ ପ୍ରଭାତ କହିବେ ଆଗକୁ ଯେ ଏଇ ଧର୍ମ କର୍ମଟା କଣ, କେମିତି କଣ ତାକୁ କରାଯାଇ ପାରିବ। ହରେ କୃଷ୍ଣ। ଜୟ ଜଗତଗୁରୁ ଶ୍ରୀଲ ପ୍ରଭୁପାଦ କି ଜୟ, ଗୌରଭକ୍ତ କି ଜୟ। ଆଜିର କ୍ଲାସରେ କଣ କଣ ଆମେ ଶିଖିଲେ, କିଏ କହିବେ? हरे कृष्ण प्रभुजी सादर प्रणाम। ଏଠି ପ୍ରଭୁପାଦ କହିଲେ ଯୋଉମାନେ ପାପ କାର୍ଯ୍ୟରେ ଲିପ୍ତ ରୁହନ୍ତି ସେମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ। ଆଉ 4ଟା ପାପ କାର୍ଯ୍ୟ କହିଲେ, ଆଉ ସେଥିପାଇଁ ମାତ୍ର କୃଷ୍ଣ ହଉଛନ୍ତି ବହୁତ ଦୟାଳୁ, ଯିଏକି ମାନେ ଯଦି ବି ଜଣେ ଭଗବାନ କୃଷ୍ଣଙ୍କର ଶରଣ ନିଏ, ସେ ଭଗବାନ ତାର ସମସ୍ତ ପାପକୁ ମୁକ୍ତ କରିଦିଅନ୍ତି। ଆଉ କୃଷ୍ଣ ବହୁତ ମାନେ ବହୁତ ଏକ୍ସାଇଟେଡ ଆମେ ମାନେ ଆମ ସହିତ ଆମ ସହିତ ଆସୋସିଏଟ ହବା ପାଇଁ। କାରଣ ଆମେ ହଉଛେ ଭଗବାନଙ୍କର ପାର୍ଟ ଆଣ୍ଡ ପାର୍ସଲ, କୃଷ୍ଣଙ୍କର ପାର୍ଟ ଆଣ୍ଡ ପାର୍ସଲ। କୃଷ୍ଣ ପ୍ରଭାତ କହିଲେ ଯେ ଆମେ ଯେତିକି ଉତ୍କଣ୍ଠିତ ଭଗବାନଙ୍କ ସହିତ ସଙ୍ଗ କରିବାକୁ, ଭଗବାନ ଆହୁରି ଅଧିକ ଉତ୍କଣ୍ଠିତ। ହୁଁ କାରଣ ବାଧା ଦଉଛି ଏଇ ପାପ କାର୍ଯ୍ୟ। ଓକେ। ସଚ୍ଚିଦାନନ୍ଦ ପ୍ରଭୁ। हरे कृष्णा प्रभु जी धन्यवाद प्रणाम। प्रणाम प्रभु। प्रभु जी ମାନେ ପ୍ରଭୁପାଦ जी କହିଥିଲେ ଯେ ଯୋଉ ମାନେ ନରାଧମା ଆଉ ଦୁଷ୍କୃତି ନକୁ ନେଇକି ଯେ କେହି ବି କୃଷ୍ଣକୁ ଶରଣାଗତ ନ ହୁଅନ୍ତି, ସେ ତାର ମସ୍ତିଷ୍କକୁ ଖାଲି ପାପ କାମରେ ଲଗେଇଥାନ୍ତି। ଏ ସଂସାର ଆଉ ନିଜ ବିଷୟରେ ସେ କିଛି ଜାଣିନଥାଏ, ଖାଲି ଖାଇବ, ଶୋଇବ, ସମ୍ଭୋଗ କରିବ, ଏଇ ବିଷୟରେ ହିଁ ସବୁବେଳେ ଭାବୁଥାଏ, ଯାହା ଏକ ପଶୁ କରେ। ସେଥିପାଇଁ ତାକୁ ମୂଢ କିମ୍ବା ଦୁଷ୍କୃତି ନ କୁହାଯାଏ। କିନ୍ତୁ ଯିଏ ଶରଣାଗତ ହେଇଯାଏ କୃଷ୍ଣଙ୍କ ପାଖରେ, ସିଏ ଗୋଟେ ମହାତ୍ମା ହେଇଯାଏ, ତାକୁ ସୁଦୁର୍ଲଭ ବୋଲି କୁହାଯାଏ। ତାକୁ ଗୋଟେ ଏକ୍ସାମ୍ପଲ ସେ ଦେଇଥିଲେ, ମାନେ ପୋଷାକ ଯେମିତି ଦେଇକି, ଯିଏ ପୋଷାକ ପିନ୍ଧେ, ମାନେ ଯୋଉଟା ଇଏ ଆମର ଭକ୍ତିରେ ମାନେ ଯୋଉ ପୋଷାକ ବଦଳେଇକି ଯିଏ ଲାଇଭଲିହୁଡ ପାଇଁ ପୋଷାକ ବଦଳେ, ଯିଏକି ଧନ ଉପାର୍ଜନ କରେ, ଭଗବାନଙ୍କ ଶରଣାଗତ ହେଇକି ତାଙ୍କୁ ମାନେ ତା ଦ୍ଵାରା ଧନ ଉପାର୍ଜନ କରେ, ତାଠୁ ଭଲ ହେଇଯିବା ସୁଇପର ଝାଡୁଦାର ହେଇଯିବାଟା ବହୁତ ଭଲ ବୋଲି ପ୍ରଭୁପାଦ जी କହିଥିଲେ। ଆଉ ଯେମିତି ବୃନ୍ଦାବନର ଏକ୍ସାମ୍ପଲ ଦେଇଥିଲେ, ଏଥିରେ ବହୁତ ମନ୍ଦିର ଅଛି, ସବୁ ଧନ ଉପାର୍ଜନ ପାଇଁ, ବେପାର ପାଇଁ ସେ ସବୁ ମନ୍ଦିର ୟୁଜ କରୁଛନ୍ତି। ଏସବୁ ଲୋକ ବହୁତ ପାପି, ଏଇଟା ଠିକ ନାହିଁ ବୋଲି କହିଛନ୍ତି। ହରେ କୃଷ୍ଣ ଧନ୍ୟବାଦ। ଭଗବାନଙ୍କ ବିଗ୍ରହଙ୍କୁ ଦେଖେଇକି ମୁଁ ଯଦି ଧନ ଉପାର୍ଜନ କରିବି, ତ ଏଇଟା ହଉଛି ପ୍ରଭୁପାଦ କହୁଛନ୍ତି ଯଦି ଏଇ ପୋଷାକ ଆମେ ଧାରଣ କରିବା, ଗେରୁଆ ପୋଷାକ, ଭଗବାନଙ୍କୁ ଦେଖେଇକି ପଇସା ରୋଜଗାର କରିବା ପାଇଁ, ତାହେଲେ ତାଠାରୁ ଭଲ ଏକ ଝାଡୁଦାର ହେଇଯିବା। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି। ଓକେ। ଅନିନ୍ଦ ସୁନ୍ଦର। ପ୍ରଭୁପାଦ ଏଠି ଟେମ୍ପଲ ବିଷୟରେ କହିଛନ୍ତି। ଟେମ୍ପଲ ପାଇଁ କହିଛନ୍ତି ଯେ ଏଠି ଆମେ ଏମିତି ସାଇନ୍ସ ଟୁ ଲର୍ନ ସାଇନ୍ସ ଅଫ ଗଡ୍, ଭଗବାନଙ୍କ ବିଷୟରେ କେମିତି ଜ୍ଞାନ ଅର୍ଜନ କରିପାରିବା, ଭଗବାନ କେମିତି ଭଲ ପାଇପାରିବା। ସ୍ପିରିଚୁଆଲ ଏଜୁକେସନ ଏଠି ଆମକୁ ଏଇଟା ସେଲ୍ଟର ହବା, ଟେମ୍ପଲ ହଉଛି ସେଲ୍ଟର ସ୍ପିରିଚୁଆଲ ଏଜୁକେସନ। ତେଣୁକରି ଲୋକମାନେ ଆସିବା କଥା, ଆଉ ସ୍ପିରିଚୁଆଲ ଟୁ ଲର୍ନ ସ୍ପିରିଚୁଆଲ ଲାଇଫ। ହଁ, ତ ପ୍ରଭୁପାଦ କହିଲେ କେବଳ ଗୋଟେ ମାନେ ମନ୍ଦିର ଖୋଲିଦେଲେ ହଉନି। ମନ୍ଦିର ମାନେ ଯୋଉଠି ଆମକୁ ଏଇ ଆଧ୍ୟାତ୍ମିକ ଜ୍ଞାନ ଆଶ୍ରୟଟା ମିଳେ, ସେଇଟା ହଉଛି ବାସ୍ତବିକ ମନ୍ଦିର। ଲୋକ ଆସିକି ଏଇସବୁ ଜିନିଷ ଶିଖିବେ। ଆମେ କିଏ, ଭଗବାନ କିଏ, ଆମର ଭଗବାନଙ୍କ ସହିତ ସମ୍ବନ୍ଧ କଣ, ତ ଏଇଟା ଜାଣିବା ଦରକାର, ନା କି କେବଳ ପଇସା ରୋଜଗାର କରିବାକୁ ମନ୍ଦିର ଖୋଲିଦେବା। ପ୍ରଭୁପାଦ କହିଲେ ଆମେ କିପରି ଉପାସନା କରୁଛେ, କେଉଁ କେଉଁ ପଦ୍ଧତି ଆମେ ପାଳନ କରୁଛେ। 2 ପ୍ରକାର, ପଞ୍ଚରାତ୍ରିକ ବିଧି ଆଉ ଭାଗବତ ବିଧି। ପଞ୍ଚରାତ୍ରିକ ବିଧି କଣ? ପଞ୍ଚରାତ୍ରିକ ବିଧି ହେଉଛନ୍ତି ଭଗବାନଙ୍କ ପୂଜା ଅର୍ଚ୍ଚନା କରିବା, ତାଙ୍କ ବେଶ, ତାଙ୍କ ଅର୍ଚ୍ଚନା।
ଭୟଙ୍କର ବିଗ୍ରହଙ୍କର ସେବା ପୂଜା ତାଙ୍କର ଯାହା ରହିଛି ତାଙ୍କୁ ସଜେଇବା ଭଲ ଭାବରେ। ଏଇଟା ହଉଛି ପାଞ୍ଚ ରାତ୍ରି କବିତା। ଆଉ ଭାଗବତ ଗୀତା କଣ? ଯୋଉଠି ଆମେ ଫିଲୋସଫିକାଲ ନଲେଜ ପାଇପାରୁ ଭଗବାନଙ୍କ ବିଷୟରେ। ହଁ, ଦର୍ଶନଟି ବୁଝିବା। ଆଉ କିଏ କହିବେ? କୁହନ୍ତୁ। हरे कृष्ण महाराज, धन्यवाद प्रणाम महाराज। हरे कृष्ण। अच्छा, हम लोग सुने आज एक लेक्चर पापा जी का भगवत गीता के ऊपर। और कोई कुछ पॉइंट्स बोले? तो बोल चुके हैं कि आज हम लोग ने जो सुना कि प्रभा जी बोल रहे हैं मंदिर कैसे एक आश्रय स्थल है जहाँ पे हमको भगवान के बारे में ज्ञान दिया जाए, जहाँ पे हम कौन है, भगवान कौन है और हमारा भगवान के साथ क्या संबंध है, इसके बारे में हमको जानने को मिलता है। और प्रभा और एक चीज भी बोले कि कर्म जो कर्मी होते हैं, वो कर्मी क्या होते हैं, कौन बोल पाएंगे? प्रभा ने क्या बोला? कर्मी मतलब क्या है? ओडिया भी कही आंसर। अमृत को आप तो हिंदी में क्लास दे रहा है। नहीं महाराज, अभी आप आए तो हिंदी बोल दिया मैं थोड़ा। जी मैं। जी मैं। और नहीं देख रहा हूँ, उड़िया तो कोई नहीं देख रहा है वीडियो। सब बांग्लादेश वाला भक्त है। उड़िया भक्त कहाँ है? ओडिया भक्त। भक्त बोलते हैं तो हरे कृष्ण बांग्लादेश का महाराज। भक्त तो उड़िया क्लास सुन रहा है, उड़िया भक्त नहीं सुन रहा है। अच्छा, कोई नहीं से मत कीजिए। हाँ। आप जो वीडियो ऑन नहीं करेंगे ना तो जो वक्ता है उनका उत्साह नहीं रहेगा। भाई कौन सुन रहा है, मैं भूत के साथ बात कर रहा हूँ क्या? देखो, अमृत जी गौर जो क्लास दे रहा है, कम से कम उनको उत्साह देने के लिए तो वीडियो ऑन करना चाहिए। आज तो अमृत जी गौर को क्लास नहीं देता था, वो बात के शब्द तो कान में नहीं जाता था और सुनने का भी समझ में नहीं आता था। इसीलिए कितना अच्छा मौका है, हफ्ते एक दिन प्रभुपाद का शब्द सुनने का मौका मिल रहा है और उसका डायरेक्ट प्रभुपाद उड़िया में सुनने का मौका मिल रहा है। आज तो आप वीडियो करेंगे होगा। अच्छा, शुक्ल प्रभुपाद के बाद डायरेक्टली समझना कितना शक्तिशाली है। जो हम प्रभुपाद के समय था नहीं और जीवन में कब मौका मिलेगा प्रभुपाद किया क्या बात किया। टेक्नोलॉजी के कारण उनका शब्द अभी भी रिकॉर्डेड है और टेक्नोलॉजी के कारण उनका अनुवाद कोई दूर से कर रहा है, हमको सुनने का मौका मिल रहा है। इसका फायदा यदि नहीं उठाएगा तो हमें दुर्भाग्य है। मानो कल 5 व्यक्ति है, आगे या कोई वीडियो नहीं ऑन करा और अमृतेश गौरव प्रभु ना महाराज ये सक्सेसफुल नहीं होगा, कल से बंद करेगा तो अच्छा लगेगा। हाँ, इसीलिए आपको सबको थोड़ा थोड़ा जिम्मेदारी है, इसके व्यू बढ़ाना है। ठीक है, मैं ये भी मानता हूँ क्योंकि सुबह बहुत वक्त काम है, वीडियो ऑन करना मुश्किल है। फिर भी यदि काम है तो आप वीडियो ऑफ कर भी सुन सकते हैं, सुनना बहुत जरूरी है। लेकिन ध्यान पूर्वपात के बाद में रखना ज्यादा जरूरी है। ओके, आनंद सुंदरी हरे माता कृष्ण जी को। महाराज। हरे हाँ, कृष्ण गुरु महाराज दंडवत ओके, प्रणाम। अमृत जी को बताओ कंप्लीट है। हाँ, हम हरे कुछ कृष्ण प्रश्न, प्रभु सादर प्रणाम। हाँ कुछ प्रश्न कर रहे थे और एक और प्रश्न।
कर्मी के बारे में पूछ रहे थे, सॉरी कर्मी हाँ विषय पूछ रहे थे। हाँ କୁହନ୍ତୁ କର୍ମୀ ମାନେ କଣ? ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଯେ ବହୁତ ଜଣ ମଣିଷଙ୍କ ଭିତରେ କର୍ମୀ କେବଳ ଜଣେ ହିଁ ପାରନ୍ତି, ହୁଁ, ଆଉ ସେଇଟା ଆକର୍ଡିଂ ଟୁ ଡାଇରେକ୍ସନ ଅଫ ଧର୍ମ, ମାନେ ଧର୍ମ ଅନୁସାରେ ଯୋଉ ଧର୍ମ କାର୍ଯ୍ୟ ଅନୁସାରେ, କରିଥାନ୍ତି ଆଜ୍ଞା ଯୋଉମାନେ ଧର୍ମ ବିରୁଦ୍ଧରେ ଆଜ୍ଞା କରିଥାନ୍ତି ଧର୍ମ ସେମାନେ କର୍ମୀ। ସେଇଟା ପ୍ରପାତ କହିଲେ। ଧର୍ମ କର୍ମ ହଁ ସେଥିପାଇଁ ଧର୍ମ ପ୍ରପାତ କହିଲେ। ମାନେ ଯୋଉଟା ହଉଛନ୍ତି ଆଜ୍ଞା ବାଂଲାରେ ଧର୍ମ ମାନେ ହଉଛନ୍ତି ଯୋଉଟା କି ବର୍ଣ୍ଣାଶ୍ରମ ଧର୍ମ, ଆଜ୍ଞା ଆଉ ଆଉ ଯୋଉଟାକୁ ଫଲୋ କରନ୍ତି, ଯିଏ ଫଲୋ କରନ୍ତି ତାଙ୍କୁ ଧର୍ମ କର୍ମ କୁହନ୍ତି। ହୁଁ। ତ ପ୍ରଭାତ ଏଇଟା ଆଗକୁ ଆଉ ବୁଝେଇବେ ଯେ ବାସ୍ତବରେ ଏଇ ଯୋଉ ଧର୍ମ ବା ବର୍ଣ୍ଣାଶ୍ରମ ଧର୍ମ ବିଷୟରେ ପ୍ରଭାତ ଆଗକୁ ଆହୁରି ବୁଝେଇବେ। ତ ଯୋଉମାନେ ପାପ କର୍ମ କାର୍ଯ୍ୟରେ ଲିପ୍ତ ସେମାନେ କେବେ ହେଲେ କର୍ମୀ ହେଇପାରିବେନି। ଆଜ୍ଞା, ଠିକ ଅଛି। ତ ଆଗକୁ ଆମେ ନେକ୍ସଟ କ୍ଲାସରେ ଏଠୁ କଣ୍ଟିନ୍ୟू କରିବା। ହରେ କୃଷ୍ଣ। जय जगत गुरु शिल प्रभुपाद की जय। अनंत कोटि हरे कृष्ण वैष्णव प्रभु। की जय। हरे कृष्णा। थैंक यू फॉर जॉइनिंग। हरे कृष्ण प्रभु जी राम। हरे कृष्ण प्रभु जी राम। हरे कृष्ण। प्रणाम। हरे कृष्ण हरे प्रभु कृष्ण। धन्यवाद। हरे कृष्ण।